ଲୋକଙ୍କ ସରକାର ମୋହନ ସରକାର ଉକ୍ତିଟି କେତେ ଦୂର ଯୁକ୍ତିଯୁକ୍ତ? ନିଜର ପୁଅକୁ ମିଶି ପାରୁଛନ୍ତି, ନିଜର ସେବକୁ ମିଶି ପାରୁଛନ୍ତି ସିଧାସଳଖ ଭାବରେ କୌଣସି ପ୍ରତିବନ୍ଧକ ନଥାଇ। ବିଗତ ସରକାର ଆପଣ ଦେଖିବେ ନବୀନ ପଟ୍ଟନାୟକଜୀଙ୍କୁ ନିଜ ଦଳର ମନ୍ତ୍ରୀମାନେ ମିଶି ପାରୁଥିଲେ କି? ତ ସେ ଲୋକଙ୍କ ସରକାର ନିଜ ମନ୍ତ୍ରୀଙ୍କୁ ଯେ ମିଶି ପାରୁନଥିଲେ, ଏବେ ଲୋକମାନେ ଯେତେବେଳେ ମୁଖ୍ୟମନ୍ତ୍ରୀକୁ ମିଶି ପାରୁଛନ୍ତି ତାହେଲେ ନିହାତି ସେଟା ଲୋକଙ୍କ ସରକାର। କି ଓଡ଼ିଆ ଅସ୍ମିତାର ସରକାର ପୁସ୍ତକ ତ୍ରୁଟି ଭଳି ଜିନିଷ ବାହାରିଛି, କ'ଣ କହିବେ ଏ କଥା? ସତରେ କ'ଣ ଷଡ଼ଯନ୍ତ୍ର ଏହା? ନିହାତି ଭାବରେ ଏଇଟା ଷଡ଼ଯନ୍ତ୍ର, ସରକାରକୁ ଗୋଟେ ବଦନାମ କରିବା ପାଇଁ ଗୋଟେ ଷଡ଼ଯନ୍ତ୍ର ତିଆରି। ମୋହନ ମାଝୀ ନା ନରେନ୍ଦ୍ର ମୋଦି ଆପଣଙ୍କ ଆଦର୍ଶ? ଦୁଇ ଜଣ ଯାକ ଯେଉଁଭଳି ଭାବରେ ଲୋକ ରାଜନୀତି କ୍ଷେତ୍ରରେ ଜଣକୁ ନିଜର ଆଦର୍ଶ ମାନିଥାନ୍ତି, ଆପଣଙ୍କ ଆଦର୍ଶ କିଏ ଏଇ ଭାରତୀୟ ଜନତା ପାର୍ଟି ହଉ କିମ୍ବା ଏହି ରାଜନୈତିକ ଦଳରେ? ଜଣେ ଯୁବକ ରାଜନୀତି କରିବା କେତେ ଚ୍ୟାଲେଞ୍ଜିଂ? ଚ୍ୟାଲେଞ୍ଜିଂ ନୁହଁ, ଯୁବକ ରାଜନୀତି କରିବାର ହଉଛି ଜିଦ୍। ଯଦି ଗୋଟେ ଜିଦ୍ ଅଛି ଗୋଟେ ଯୁବକର ସେବା ମନୋଭାବ କରିବାର, ଗୋଟେ ଜିଦ୍ ଅଛି ଲୋକର କିଛି ପରିବର୍ତ୍ତନ କରିବାର, ଗୋଟେ ଜିଦ୍ ଅଛି ଅସମ୍ଭବ କାମକୁ ସମ୍ଭବ କରି ଦେଖେଇବାର, ସେଇଟା ହଉଛି ଗୋଟେ ଜିଦ୍। ସାନଖାମୁଣ୍ଡି ଅଞ୍ଚଳରେ ବିଜେପି ଜିତିବାର ସମ୍ଭାବନା କେତେ ଭାଗ ରହିଛି? ମୋର ସାନଖାମ ନିର୍ବାଚନ ମଣ୍ଡଳୀରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା ଯଥେଷ୍ଟ ଭାବରେ ଅଛି। ତାହା ରହିଲା ସ୍ଥାନୀୟ ନେତାର ନେତୃତ୍ୱ ଉପରେ ରହିଲା। ବର୍ତ୍ତମାନର ବିଧାୟକ ସାନଖାମୁଣ୍ଡି ତାଙ୍କର କାର୍ଯ୍ୟକଳାପ କେଉଁଭଳି ରହିଛି, କେତେ ପ୍ରତିଶତ ଆପଣ ଦେବେ? ସେଇଟା ତାଙ୍କ ଉପରେ ନିର୍ଭର କରେ କିଏ କ'ଣ କରିଛି ନ କରିଛି। ତଥାପି ଆପଣ ଦେଖିଥିବେ ତାଙ୍କର ବିକାଶ କେତେ ମାତ୍ରାରେ ରହିଛି ସେଇ ଅଞ୍ଚଳରେ? ଶୁଣନ୍ତୁ, ବିକାଶ ତ ଗୋଟେ ଅଲଗା କଥା। ବିକାଶ ଯାହା ହଉଛି ସବୁ ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ଆସିଲା, ମୋହନ ମାଝୀଙ୍କର ସରକାର ଆସିଲା, ଭାରତୀୟ ଜନତା ପାର୍ଟିର ବିକାଶର ଧାରା ବୋଧେ ତ୍ୱରାନ୍ୱିତ ହୋଇଛି। ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟ ରାଜନୈତିକ ଦଳ ମୂଳ ପାର୍ଥକ୍ୟ କ'ଣ? ମୂଳ ପାର୍ଥକ୍ୟ ହେଉଛି ଭାରତୀୟ ଜନତା ପାର୍ଟି ହେଉଛି ଦେଶ। ନମସ୍କାର, ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ ଆଜିର ସାକ୍ଷାତକାର ଦ ଗ୍ରେଟ୍ ପଡକାଷ୍ଟରେ। ଆମ ସହିତ ଅଛନ୍ତି ଏଇଭଳି ଏକ ବ୍ୟକ୍ତିତ୍ୱ ଯିଏକି ଯୁବ ବୟସରେ ରାଜନୀତିକୁ ବାଛିଛନ୍ତି, ସମାଜ ସେବାକୁ ବାଛିଛନ୍ତି, ଲୋକମାନଙ୍କର କାମ କରିବାକୁ ଇଚ୍ଛା ପ୍ରକାଶ କରି ନିଜ ଜୀବନକୁ ରାଜନୀତିରେ ସମର୍ପିତ କରିଦେଇଛନ୍ତି। ସାନଖାମୁଣ୍ଡି ଅଞ୍ଚଳର ଜଣେ ଯୁବ ବ୍ୟକ୍ତିତ୍ୱ, ଯୁବ ପ୍ରତିଭା ଏମ୍ ଚିନ୍ମୟ ରେଡ୍ଡି, ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ। ନମସ୍କାର ସାର୍। ଆପଣଙ୍କ ମନ ମଧ୍ୟରେ ଆଗ୍ରହ କେମିତି ଆସିଲା ଯେ ମୁଁ ରାଜନୀତି ଯେତେବେଳେ କରିବି ବିଜେପି ଭଳି ଏକ ରାଜନୈତିକ ଦଳକୁ ପସନ୍ଦ କରିବି? ସର୍ବପ୍ରଥମେ ଆପଣଙ୍କ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ମୋର ନମସ୍କାର। ଏବଂ ଆପଣ ଯେଉଁଭଳି ପ୍ରଶ୍ନ କରୁଛନ୍ତି ତାର ଉତ୍ତର ବୋଧେ ମୋ ପାଖରେ ନାହିଁ। କାହିଁକି ନା ରାଜନୀତି ଗୋଟେ ଅଲଗା, ସେବା ସମର୍ପଣର ମନୋଭାବ ଗୋଟେ ଅଲଗା। ଆମେ ଯେତେବେଳେ ବାଛିଥିଲୁ ଆମେ ସେବା ସମର୍ପଣର ମନୋଭାବ ନେଇ ବାଛିଥିଲୁ, ଆଉ ସେବା ସମର୍ପଣର ମନୋଭାବ ଥିଲା ଭାରତୀୟ ଜନତା ପାର୍ଟି ପାଖରେ। ତେଣୁକରି ଆମେ ତା ସହିତ ମିଳି କାମ କରିବା ପାଇଁ ଆମକୁ ଗୋଟେ ସୁଯୋଗ ମିଳିଲା। ଚିନ୍ମୟ ବାବୁ, ଆପଣ ଯେତେବେଳେ ରାଜନୀତିକି ଆସିଲେ ସେତେବେଳେ ନିହାତି ଭାବରେ ଜଣଙ୍କ ପଛରେ ଜଣେ ପ୍ରେରଣାର ବ୍ୟକ୍ତିତ୍ୱ ଥାନ୍ତି। ଯେଭଳି ଆପଣ କହିଲେ ବିଜୟ ଭାଇ, ସେ କ'ଣ ଆପଣଙ୍କ ପ୍ରେରଣାର ବ୍ୟକ୍ତିତ୍ୱ? ନିହାତି ମୋ ଗୁରୁ କହିଲେ ବି କିଛି ଅତିରିକ୍ତ ହେବ ନାହିଁ। ଯିଏ ଅନ୍ଧାରରୁ ହାତ ଧରି ଆଲୋକକୁ ଟାଣିଥାନ୍ତି ସିଏ ହେଉଛନ୍ତି ଗୁରୁ। ଯଦି ଚିନ୍ମୟ ରେଡ୍ଡି ଯଦି ଅନ୍ଧାରରୁ ଆଲୋକକୁ ଯଦି ଟାଣିଛନ୍ତି ସିଏ ହେଉଛନ୍ତି ବିଜୟ କୁମାର ସ୍ୱାଇଁ, ଯଶସ୍ୱୀ ଜିଲ୍ଲା ସଭାପତି। ନେତୃତ୍ୱ ନେବାର ଦାୟିତ୍ୱ, ନେତୃତ୍ୱ ନେବାର ପ୍ରତିଭା ସମସ୍ତଙ୍କ ମଧ୍ୟରେ ନଥାଏ। ଆପଣ ବର୍ତ୍ତମାନ ଜଣେ ଯୁବ ନେତୃତ୍ୱ, ଯୁବକମାନଙ୍କର ଲୋକପ୍ରିୟତା ଆପଣଙ୍କ ଠାରେ ଭରି ରହିଛି। ତ ଏଇ ଯେଉଁ ଲୋକପ୍ରିୟତା ଆଉ ନେତୃତ୍ୱ, ଏହା କ'ଣ ଛାତ୍ର ଜୀବନରୁ ରହିଥିଲା ଆପଣଙ୍କ ପାଖରେ? ନେତୃତ୍ୱ ଏଇଭଳିଆ ଏକ ଜିନିଷ ତାହାକୁ କିଏ ଭାବିପାରେ ନା ଯେ ମୁଁ ନେତୃତ୍ୱ କରୁଛି। ନେତୃତ୍ୱ କଲାବେଳେ ଲୋକମାନେ ଏମିତି ଭାବି ନିଅନ୍ତି ଯେ ନେତୃତ୍ୱ ଇଏ କରୁଛି। ତେଣୁକରି ମୁଁ ବି କେଉଁ କାମରେ ମଧ୍ୟ ମୁଁ ନେତୃତ୍ୱ ନିଏନି। ମୁଁ ସମସ୍ତଙ୍କ ସହଯୋଗରେ କାମ କରିବା ପାଇଁ ଚେଷ୍ଟା କରେ ଏବଂ ସମସ୍ତଙ୍କୁ ନେଇ ଯେତେବେଳେ କାମ କରାଯାଏ ତାର ନେତୃତ୍ୱଟା ବାହାରକୁ ଆସିଥାଏ। ତାହାକୁ ଲୋକମାନେ କୁହନ୍ତି ନେତୃତ୍ୱ ନେଇ କରୁଛନ୍ତି। ବିଷୟ ହେଉଛି ଲୋକମାନେ କୁହନ୍ତି ସମାଜ ସେବା କରି ରାଜନୀତିକୁ ଆସିବା, କଥାଟି କେତେ ଦୂର ଯୁକ୍ତିଯୁକ୍ତ? ଶୁଣ, ଯେଉଁ ରାଜନୀତି କ୍ଷେତ୍ରରେ ସମାଜ ସେବା ନାହିଁ ସେ ରାଜନୀତି ନୁହଁ। ରାଜନୀତିକୁ ଲୋକମାନେ ଗୋଟେ ଅଲଗା ନଜରରେ ଦେଖୁଛନ୍ତି, କିନ୍ତୁ ଯେଉଁମାନଙ୍କ ପାଖରେ ସେବା ସମର୍ପଣର ମନୋଭାବ ଅଛି ସେଇମାନେ ରାଜନୀତି କରିବା ନିହାତି ଆବଶ୍ୟକ ମଧ୍ୟ ଅଛି। ମୁଁ ଯୁବପିଢ଼ିମାନଙ୍କୁ ଆହ୍ୱାନ ଦେଉଛି, ଯୁବପିଢ଼ିମାନଙ୍କୁ ଅନୁରୋଧ କରୁଛି, ଆସନ୍ତୁ। ଯଦି ଯୁବପିଢ଼ିମାନେ ଚାହିଁବେନି, ରାଜନୀତିକି ଆସିବେନି, ତାହେଲେ ଯେଉଁପରି ଭାବେ ଗୋଟେ
ଅପ୍ରୀତିକର ବାତାବରଣ ସୃଷ୍ଟି ହେଇଛି। ସେ ସମସ୍ୟାର ସମାଧାନ ହେଉଛି ଗୋଟେ ଯୁବକ। ଯେତେ ଦିନ ପର୍ଯ୍ୟନ୍ତ ଏକ ଯୁବକ ଯଦି ଚାହିଁନାହିଁ, ଗୋଟେ ଯୁବକ ମାନେ ଅବସ୍ଥାରେ ପରିବର୍ତ୍ତନ ହବାର ମାନେ ଅବସ୍ଥାରେ ଯେଉଁ ପର୍ଯ୍ୟନ୍ତ ପରିବର୍ତ୍ତନ ଆଣିନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ସମ୍ଭାବନା ହିଁ ନାହିଁ। ତେଣୁକରି ମୁଁ ଯୁବ ଶକ୍ତିକୁ ଆହ୍ୱାନ କରୁଛି, ଆସନ୍ତୁ, ଜାଣନ୍ତୁ ଏବଂ ରାଜନୀତି କମ୍, ସେବା ପରିଭାଷା ଅଧିକ କରନ୍ତୁ। ଯେଉଁଭଳି ଭାବରେ ଲୋକ ରାଜନୀତି କ୍ଷେତ୍ରରେ ଜଣଙ୍କୁ ନିଜର ଆଦର୍ଶ ମାନିଥାନ୍ତି, ଆପଣଙ୍କ ଆଦର୍ଶ କିଏ ଏଇ ଭାରତୀୟ ଜନତା ପାର୍ଟି ହଉ କିମ୍ବା ଏହି ରାଜନୈତିକ ଦଳରେ? ରାଜନୀତିକୁ ମୁଁ ସ୍ପଷ୍ଟ ଭାବରେ କହିଛି, ମୋ ବିଜୟ ଭାଇ ଯିଏ ମୋତେ ହାତ ଧରି ରାଜନୀତିକୁ ଆଣିଛନ୍ତି, ସିଏ ହିଁ ମୋର ଆଦର୍ଶ, ସିଏ ହିଁ ମୋ ଆଇଡିଓଲୋଜି। ବର୍ତ୍ତମାନ ବିଜେପିରେ କାହାକୁ ନିଜର ଅଧିକ ପ୍ରେରଣାଦାୟୀ ଭଳି ଭାବିବେ? ଦେଖନ୍ତୁ, ଆମ ନିହାତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରେରଣାଦାୟୀ ହୁଏ। ମାତ୍ର ଭାରତୀୟ ଜନତା ପାର୍ଟି ଏଭଳି ଏକ ପାର୍ଟି ମା ମାଟିକୁ ଅଧିକ ପ୍ରାଧାନ୍ୟ ଦିଏ। ଆମ ପାଇଁ ଭାରତ ମାତା ହେଉଛି ଆମ ପାଇଁ ସବୁଠୁ ବଡ଼ ପ୍ରେରଣାଦାୟୀ। ତାହାଠୁ ବୋଧେ ପ୍ରେରଣାଦାୟୀ କିଏ ନାହିଁ। ସେତେ ପର୍ଯ୍ୟନ୍ତ ଭାରତ ମାତାଙ୍କ ସେବା ପାଇଁ ଆମେ ଜନ୍ମ ହେଇଛୁ, ଭାରତ ମାତାର ସେବା ପାଇଁ ଆମେ କିଛି କରିବା ପାଇଁ ଚେଷ୍ଟା କରୁଛୁ ଏବଂ ଭାରତ ମାତାର ସେବା ପାଇଁ ଆମେ କିଛି କରିବୁ। ତେଣୁକରି ଭାରତ ମାତାଠୁ ଆଉ ବଡ଼ ପ୍ରେରଣାଦାୟୀ ମୁଁ ଭାବୁଛି ଏଇ ଭାରତ ବର୍ଷରେ ଆଉ କିଏ ନାହିଁ। ଜଣେ ଯୁବକ ରାଜନୀତି କରିବା କେତେ ଚ୍ୟାଲେଞ୍ଜିଂ? ଚ୍ୟାଲେଞ୍ଜିଂ ନୁହଁ, ଯୁବକ ରାଜନୀତି କରିବାର ହେଉଛି ଜିଦ୍। ଯଦି ଗୋଟେ ଜିଦ୍ ଅଛି ଗୋଟେ ଯୁବକର ସେବା ମନୋଭାବ କରିବାର, ଗୋଟେ ଜିଦ୍ ଅଛି ଲୋକର କିଛି ପରିବର୍ତ୍ତନ କରିବାର, ଗୋଟେ ଜିଦ୍ ଅଛି ଅସମ୍ଭବ କାମକୁ ସମ୍ଭବ କରି ଦେଖେଇବାର, ସେଇଟା ହେଉଛି ଗୋଟେ ଜିଦ୍। ଆଉ ସେ ଜିଦ୍ ଯୁବକ ପାଖରେ ଥାଏ। ଯେତେବେଳେ ଯୁବକ ଯଦି ଗୋଟେ ଜିଦ୍ରେ ଲାଗିଯାଏ, ଗୋଟେ ଯୁବକ ଯଦି ଗୋଟେ ପ୍ରଖର ଇଚ୍ଛା ଶକ୍ତିରେ ଲାଗିଯାଏ, ତାହେଲେ ସେ ନିହାତି ସେଥିରେ ସେ ସଫଳ ହୋଇଥାଏ। ସାନଖାମୁଣ୍ଡି ଅଞ୍ଚଳରେ ବିଜେପି ଜିତିବାର ସମ୍ଭାବନା କେତେ ଭାଗ ରହିଛି? ଶୁଣନ୍ତୁ, ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଏବଂ ସ୍ଥାନୀୟ ନେତାର ନେତୃତ୍ୱକୁ ଆଧାର କରି ଗୋଟେ ପାର୍ଟି ଜିତେ। ଆମର ସାନଖାମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ଯଥେଷ୍ଟ ଭାବରେ ଅଛି। ତାହା ରହିଲା ସ୍ଥାନୀୟ ନେତାର ନେତୃତ୍ୱ ଉପରେ ରହିଲା। ସ୍ଥାନୀୟ ନେତାର ନେତୃତ୍ୱ ଯଦି ସଠିକ୍ ଭାବରେ ଅଛି, ତାହେଲେ ଭାରତୀୟ ଜନତା ପାର୍ଟି ନିହାତି ଜିତିବ। ଆପଣଙ୍କୁ ମୁଁ ଏଇ ମାଧ୍ୟମରେ ଆଶ୍ୱାସନା ଦେଉଛି, ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଚିନ୍ମୟ ରେଡ୍ଡି ଗୋଟେ ଚଣ୍ଡା ହୋଇ ଭାରତୀୟ ଜନତା ପାର୍ଟିର ପତାକାକୁ ଲଗେଇ ଦିଗ୍ବିଜୟ କରି ଉଡ଼େଇବ। ବର୍ତ୍ତମାନର ବିଧାୟକ ସାନଖାମୁଣ୍ଡି ତାଙ୍କର କାର୍ଯ୍ୟକଳାପ କେଉଁଭଳି ରହିଛି, କେତେ ପ୍ରତିଶତ ଆପଣ ଦେବେ? ସେଇଟା ତାଙ୍କ ଉପରେ ନିର୍ଭର କରେ, କିଏ କ'ଣ କରିଛି ନ କରିଛି। ତଥାପି ଆପଣ ଦେଖିଥିବେ ତାଙ୍କର ବିକାଶ କେତେ ମାତ୍ରାରେ ରହିଛି ସେଇ ଅଞ୍ଚଳରେ? ଶୁଣନ୍ତୁ, ବିକାଶ ତ ଗୋଟେ ଅଲଗା କଥା। ବିକାଶ ଯାହା ହଉଛି ସବୁ ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ଆସିଲା, ମୋହନ ମାଝୀଙ୍କର ସରକାର ଆସିଲା, ଭାରତୀୟ ଜନତା ପାର୍ଟିର ବିକାଶର ଧାରା ବୋଧେ ତ୍ୱରାନ୍ୱିତ ହେଇଛି। ଆଉ ଆପଣ ଯେଉଁପରି ଭାବେ କହୁଛନ୍ତି, ଯଦି ମୁଁ ନିଜ ପ୍ରତି କହୁଛି, ମୁଁ ଯଦି ଗୋଟେ ବିଧାୟକ ମୋ ନିଜ ଗାଁର ରୋଡ୍ ଯଦି ମୁଁ କରିପାରିନି, ତାହେଲେ ମୁଁ ବିଧାୟକ କହିବାର ହକ୍ ମୋ ପାଖରେ ନାହିଁ। ପ୍ରଥମେ ନିଜ ଆଡ଼ୁ ନିଜେ ଦେଖିବାର ଆବଶ୍ୟକ ଅଛି। ମୋ ଗାଁ ମେଡ଼ିକାଲରେ ଡକ୍ଟର ଅଛନ୍ତି କି, ମୁଁ କରିପାରିଛି କି, ତାହେଲେ ମୁଁ ବିଧାୟକ 1 ନମ୍ବର କହିବି। ଯଦି ମୋ ଗାଁର ରୋଡ୍ କରିପାରିଛି କି, ତାହେଲେ ମୁଁ 1 ନମ୍ବର କହିବି। ଯଦି ଏଗୁଡ଼ା ସବୁ କରିପାରିନି, ତାହେଲେ ମୁଁ 1 ନମ୍ବର କେମିତି ହେବି? ଆପଣଙ୍କ ଅଞ୍ଚଳର ମୁଖ୍ୟ ସମସ୍ୟା ଗୋଟେ କ'ଣ କହିବେ, ଯୋଉଟା ସବୁଠାରୁ ମୁଖ୍ୟ ସମସ୍ୟା? ମୁଖ୍ୟ ସମସ୍ୟା ତ ସିଧାସଳଖ କହିବାକୁ ଗଲେ ପାନୀୟ ଜଳର ସମସ୍ୟା। ତାକୁ ମଧ୍ୟ ଏବେ ଆପଣଙ୍କ ସରକାରରେ ସୁଧାର ଚାଲିଛି ଏବଂ ବିଭିନ୍ନ ପ୍ରକାର ସମସ୍ୟା ଅଛି। ପିଲାମାନେ ଶିକ୍ଷାର ସମସ୍ୟା ଅଛି, ଯେଉଁପରି ଭାବେ ତାକୁ ମଧ୍ୟ ସୁଧାର ଚାଲିଛି। ଏବଂ ଯେଉଁ ଆମର ମୁଖ୍ୟତଃ ସମସ୍ୟା କହିଲେ ରୋଜଗାର ପାଇଁ ମଧ୍ୟ ଆମ ସରକାର ଆସିଲା ପରେ କିଛି ବହୁତ ଏକ ବଡ଼ ପଦକ୍ଷେପ ନେଉଛି। ତା ମାଧ୍ୟମରେ ବହୁତ ଲୋକ ନିଯୁକ୍ତି ପାଇପାରିବେ, ଯୁବପିଢ଼ିମାନେ ପାଇପାରିବେ, ସାଧାରଣ ଲୋକ ପାଇପାରିବେ, ସମସ୍ତେ ପାଇପାରିବେ। ଏହା ହେଉଛି ଏକ ବଡ଼ ସମସ୍ୟା। ସମସ୍ୟାର ସମାଧାନ ଦିଗରେ ସରକାର କାମ କରୁଛନ୍ତି ଏବଂ ମଧ୍ୟ ସଫଳ ମଧ୍ୟ ହୁଏ। ଆପଣଙ୍କୁ ଯଦି ଦଳ କିଛି ସୁଯୋଗ ଦିଏ, ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଦିଏ, ତେବେ 100 ଦିନ ଭିତରେ କ'ଣ କରିବେ? ଶୁଣନ୍ତୁ, ମୋତେ ପାର୍ଟି ବୁଥ ସଭାପତିରୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ପର୍ଯ୍ୟନ୍ତ ବସେଇଛି। ତାଠୁ ଆଉ ବଡ଼ ସୁଯୋଗ ମୋତେ କିଛି ଆଉ ପାର୍ଟି ଆହୁରି କ'ଣ ସୁଯୋଗ ଦେବ? ଏତେ ବଡ଼ ସୁଯୋଗ କେବେ ଆଶା କରିନାହାନ୍ତି ବିଧାୟକର ପ୍ରାର୍ଥୀ ଭାବେ ଟିକଟ ମିଳିବା ପାଇଁ? ଏତେ ବଡ଼ କଥା ନୁହଁ। ପାର୍ଟି ଯାହାକୁ ଟିକଟ ଦେବ ଆମେ ତାକୁ ସମର୍ଥନ କରିବୁ। ଆମ ସ୍ଥାନୀୟ ନେତୃତ୍ୱ ହେଇଥିଲେ ଆଉ ଟିକେ ଆମକୁ ଜିତେଇବା ପାଇଁ ସହଜ। ଯୁବକମାନଙ୍କର ଆପଣଙ୍କ ଉପରେ ବିଶ୍ୱାସ କେତେ ମାତ୍ରାରେ ରହିଛି? ସେଇଟା ତ ଯୁବକମାନେ ହିଁ କହିପାରିବେ, ମୁଁ କହିପାରିବି ନାହିଁ। କିନ୍ତୁ ମୋ ଉପରେ ମୋହର ଭରସା ତାଙ୍କ ଉପରେ ଯଥେଷ୍ଟ ଭାବରେ ଅଛି। ସେ ସାନଖାମୁଣ୍ଡି ପରିବର୍ତ୍ତନ କରିବା ଜାଗାରେ
ସେ ଯୁବକ ଭାଇମାନେ ମୋତେ ସାହାଯ୍ୟ ସହଯୋଗ କରିବେ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଏତେ ଲୋକପ୍ରିୟତା ଦଳ ହୋଇ ଗୋଟିଏ ରାତି ମଧ୍ୟରେ କକରୋଜ ଜନତା ପାର୍ଟି ତାର ଲୋକପ୍ରିୟତା ହାସଲ କରିଦେବା, ଏ ବିଷୟରେ କ'ଣ କହିବେ? ଶୁଣନ୍ତୁ, ସୋସିଆଲ ମିଡ଼ିଆ ଏଭଳି ଏକ ଗୋଟେ ଜିନିଷ, ତାକୁ ଯିଏ ବି ୟୁଜ୍ କରିବ। ଆପଣମାନେ ଆଜିକାଲି ଦେଖନ୍ତୁ, ଯେତେବେଳେ ବହୁତ ଟିକେ କିଛି ଦିନ ତଳୁ କିଛି ବର୍ଷ ତଳକୁ ଯଦି ଯିବା, ମାନେ ଗୋଟେ ଗୋଟେ ଖବର ପାଇବା ପାଇଁ ଗୋଟେ ସାମ୍ବାଦିକ ଆବଶ୍ୟକ ହେଉଥିଲା। ଆଜି ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତେ ସାମ୍ବାଦିକତା କରିପାରୁଛନ୍ତି। ସାମ୍ବାଦିକତା ମାନେ କ'ଣ? ଗୋଟେ ସୂଚନାକୁ ତୀବ୍ର ମାତ୍ରାରେ ବଢ଼େଇବା, ତାହା ହେଉଛି ସାମ୍ବାଦିକତା। ସୂଚନାକୁ ଲୋକ ଲୋଚନକୁ ଆଣିବା, ସେ ହେଉଛି ସାମ୍ବାଦିକତା। ଆଜି ଗୋଟେ ସୋସିଆଲ ମିଡ଼ିଆ ମାଧ୍ୟମରେ ହେଇପାରୁଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ଯଦି ହେଇପାରୁଛି, ତ ଗୋଟେ ତାକୁ ତ ଜଣେ କରିପାରିବନି। କିଛି ଦେଶଦ୍ରୋହୀ ଦଳ ମଧ୍ୟ କକରୋଜ ଜନତା ପାର୍ଟିକୁ ଉତ୍ସାହିତ କରିବା ପାଇଁ ଲାଗି ପଡ଼ିଛନ୍ତି। ତେଣୁକରି ତାର ଏଇଟା ଆପଣଙ୍କ ସରକାର ସତରେ କ'ଣ ବେକାରୀ ମାନଙ୍କ ସମସ୍ୟା ଦୂର କରୁଛି କି? ନିହାତି କରୁଛି ଆଜ୍ଞା। ଆପଣ ଦେଖନ୍ତୁ ନିହାତି କରୁଛି। ବିଭିନ୍ନ କିଛି ଜାଗାରେ ଜ୍ୱଳନ୍ତ ଅଛି। ଉଦାହରଣ? ଜ୍ୱଳନ୍ତ ଉଦାହରଣ କାମ ଚାଲିଛି। ଆପଣ ସୁଗାର ଫ୍ୟାକ୍ଟ୍ରି କଥା କୁହନ୍ତୁ, କି ଆମ ସୂତାକଳ କଥା କୁହନ୍ତୁ, ମାନ୍ୟବର ସାଂସଦ ମହୋଦୟା ଅନିତା ଆପା ଆମର ବିଧାନ ଲୋକସଭାରେ ମଧ୍ୟ କଥା ଉଠେଇଛନ୍ତି। ତାକୁ ମଧ୍ୟ ଚାଲିଛି, ତାର କାମ ଚାଲିଛି, ପ୍ରୋସେସିଂ ଚାଲିଛି, ଏବଂ ଆମର ଏଇଠି ବହୁତ କାମ ଚାଲିଛି। ଚିନ୍ମୟ ରେଡ୍ଡି ନାଁଟି ଶୁଣିବାକୁ ଯେତିକି ମାତ୍ରାରେ ଆକର୍ଷିତ ଲାଗେ, ସେତିକି ମାତ୍ରାରେ ଲୋକପ୍ରିୟତା ରହିଛି। ଏହି ଲୋକପ୍ରିୟତା ଆପଣଙ୍କୁ କେବେ ଦ୍ୱନ୍ଦ୍ୱରେ ପକେଇନି ଆପଣଙ୍କ ନିଜର ଦଳ ଭିତରେ ହିଁ? ନା ନା ନା, ଶୁଣନ୍ତୁ, ମୋ ନାଁ ମୋ ପାଇଁ ବଡ଼ ନୁହଁ। ମୋ ପାଇଁ ମୋ ସାନ ଖେମୁଣ୍ଡି ମାଟି ହେଉଛି ବଡ଼। ମୋ ସାନ ଖେମୁଣ୍ଡି ମାଟି ଯଦି ସଠିକ ଭାବରେ ଅଛି, ମୋ ସାନ ଖେମୁଣ୍ଡିର ଯଦି ବିକାଶର ଠିକ ଭାବରେ ଚାଲିଛି, ତାହେଲେ ମୋ ନାଁ ଚାଲିଛି। ମୋତେ ମୋ ପରିଚୟ କେଉଁଠି? ମୋ ପରିଚୟ ହେଉଛି ସାନ ଖେମୁଣ୍ଡି। ସାନ ଖେମୁଣ୍ଡି ହେଉଛି ମୋ ପରିଚୟ, ସାନ ଖେମୁଣ୍ଡି ହେଉଛି ମୋ ପରିବାର, ସାନ ଖେମୁଣ୍ଡି ହେଉଛି ମୋର ଭାଗ୍ୟ ବିଧାତା। ତେଣୁକରି ସାନ ଖେମୁଣ୍ଡିର ନାଁ ରହିବା ପାଇଁ ମୁଁ ଚେଷ୍ଟା କରିବି, ତାପରେ ଯାଇ ମୋ ନାଁ। ଆପଣଙ୍କ ସରକାରକୁ 2 ବର୍ଷ ପୂର୍ତ୍ତି ହେଲା। ଏଇ 2 ବର୍ଷ ପୂର୍ତ୍ତି ଅବସରରେ ଆପଣଙ୍କ ନଜରରେ କ'ଣ ସବୁ ବିକାଶ ହୋଇପାରିଛି? ଆପଣ ଦେଖନ୍ତୁ, ସିଧାସଳଖ ଯଦି କହିବି, ପ୍ରତ୍ୟେକ ମା ମାନେ ଜାଣିଛନ୍ତି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ମାଧ୍ୟମରେ ଯେଉଁ ମା ମାନେ ଥିଲେ, ପଛ ଧାଡ଼ିର ମା ମାନେ ଥିଲେ, ସେମାନେ ଆଜି ସିଧାସଳଖ ତାଙ୍କ ଖାତାରେ 50,000 ଟଙ୍କା ପାଇପାରିବେ 5 ବର୍ଷ। ତାହା କ'ଣ ବିକାଶ ନୁହଁ କି? ଆପଣ ଦେଖନ୍ତୁ, ଆମ ସାନ ଖେମୁଣ୍ଡିର କହିବାକୁ ଗଲେ ମା କନ୍ଦୁଣୀ ଦେବୀ, ଯାହା ତପ୍ତପାଣି, ସାରା ଓଡ଼ିଶାରେ ଯାହାକୁ ତପ୍ତପାଣି କହିଲେ ଗୋଟେ ପ୍ରସିଦ୍ଧ, ତାକୁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମହୋଦୟା ପ୍ରଭାତୀ ପରିଡ଼ା ମହୋଦୟା ଆସି ତାକୁ ଇନୋଭେସନ ଶୁଭ ଦେଇ ଯାଇଛନ୍ତି, ଏବଂ ସେ 13 କୋଟି ଟଙ୍କାର ପ୍ରକଳ୍ପ ହୋଇଛି। ଏହା କ'ଣ ବିକାଶ ନୁହଁ କି? ଆପଣ ଦେଖନ୍ତୁ, ବିକଶିତ ଗାଁ ବିକଶିତ ଓଡ଼ିଶା ମାଧ୍ୟମରେ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ପଞ୍ଚାୟତରେ କାମ ଆରମ୍ଭ ହୋଇଛି। ଯେତିକି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି, ଏହା କ'ଣ ବିକାଶ ନୁହଁ କି? ସାନ ଖେମୁଣ୍ଡିର ପ୍ରତାପଗିରି ମନ୍ଦିର, ଜଗନ୍ନାଥ ମନ୍ଦିର କୁହନ୍ତୁ, ବହୁତ ବଢ଼ିଆ କାମ ହୋଇଛି। ଏହା କ'ଣ ବିକାଶ ନୁହଁ କି? ସାନ ଖେମୁଣ୍ଡି ଅଞ୍ଚଳର ବୁଧେଶ୍ୱର ମନ୍ଦିର ଯାଇ ଦେଖନ୍ତୁ, ବହୁତ ସୁନ୍ଦର ଭାବେ ବିକଶିତ ହେଇଛି। ଏହା କ'ଣ ବିକାଶ ନୁହଁ କି? ଆପଣ ଯିବେ ତିଳେଶ୍ୱର ଗାଁ ଯିବେ, ସେଇଠି ମାନେ ପାର୍କର ଡେଭଲପମେଣ୍ଟ ହେଇଛି, ଅନ୍ୟ ଅନ୍ୟ କାମ ହେଇଛି, ସେ ବି ବିକଶିତ ନୁହଁ କି? ଆପଣ ଗୌତମୀ ଯିବେ, ଗୌତମୀର ଗୋଟେ ପୋଖରୀ ଦେଖିବେ, ବଡ଼ ବନ୍ଧ ଯାହାକୁ କୁହାଯାଏ, ତାର ସୌନ୍ଦର୍ଯ୍ୟକରଣ ହେଇଛି, ବହୁତ କାମ ହେଇଛି ସାନ ଖେମୁଣ୍ଡିରେ। ଚିନ୍ମୟ ବାବୁ, ଆପଣ ଆଡ଼ପଡ଼ା ପାର୍କ ମଧ୍ୟ କଥା କହିବେ, ଇଶାଣେଶ୍ୱର ଯେଉଁ ମନ୍ଦିର ଅଛି ତା କଥା କହିବେ। ଆପଣ ଏବେ ଆମର ଗଙ୍ଗାପୁରର ଗୋଟେ ମନ୍ଦିର, ସେ ବି କାମ ଚାଲିଛି, କାମ ସରିଗଲାଣି, ପ୍ରତିଷ୍ଠା ହେବ। ସେ ମଧ୍ୟ ବିକାଶର ଧାରା, ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ଆସିଛି, ମୋହନ ମାଝୀଙ୍କର ସରକାର ଆସିଛି, ବିକାଶର ଧାରା ବଢ଼ି ବଢ଼ି ଚାଲିଛି। ଚିନ୍ମୟ ବାବୁ, ବର୍ତ୍ତମାନ ଯୋଉଟାକି ଓଡ଼ିଆ ଅସ୍ମିତାର ସରକାର ପୁସ୍ତକ ତ୍ରୁଟି ଭଳି ଜିନିଷ ବାହାରିଛି, କ'ଣ କହିବେ ଏ କଥା? ସତରେ କ'ଣ ଷଡ଼ଯନ୍ତ୍ର ଏହା? ନିହାତି ଭାବରେ ଗୋଟେ ଷଡ଼ଯନ୍ତ୍ର, ସରକାରକୁ ଗୋଟେ ବଦନାମ କରିବା ପାଇଁ ଗୋଟେ ଷଡ଼ଯନ୍ତ୍ର ତିଆରି ହେଇଛି, ଆଉ ତାହାର ମଧ୍ୟ ତ୍ୱରାନ୍ୱିତ ହେଉଛି। ନୂତନ ପୁସ୍ତକ ମଧ୍ୟ ଛପା ଚାଲିଛି, ଏବଂ ଯିଏ ଯେଉଁଭଳି ବ୍ୟକ୍ତିତ୍ୱ ଏଇଭଳିଆ କାମ କରୁଛନ୍ତି, ତାକୁ ନିହାତି ଦଣ୍ଡ ମିଳିବ, ସେ ଦଣ୍ଡିତ ହେବେ। ମୋହନ ସରକାର ଲୋକଙ୍କ ସରକାର, ସତରେ କ'ଣ ମୋହନ ସରକାର ଲୋକଙ୍କ ସରକାର? ଆପଣ ଦେଖନ୍ତୁ, ଯେଉଁ ଦୀର୍ଘ ବର୍ଷ ବର୍ଷ ଧରି ଯେଉଁଠି ଅଭିଯୋଗ ଶୁଣାଣି ବନ୍ଦ ହୋଇଯାଇଥିଲା, ଯେଉଁଠି ଅଭିଯୋଗ ଶୁଣାଣି ଲୋକମାନେ ନିଜର ଅଭିଯୋଗକୁ ଶୁଣାଇ ପାରୁନଥିଲେ, ପ୍ରତି ପଞ୍ଚାୟତ ସିଧାସଳଖ ଆଜି ମୋହନ ମାଝୀଙ୍କର ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଖୋଲା ହେଇଛି। ସିଧାସଳଖ ସାଧାରଣ ଲୋକଟି ଯାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ତାଙ୍କ ନିଜର ମୁଖ୍ୟମନ୍ତ୍ରୀକୁ, ଲୋକଙ୍କ ମୁଖ୍ୟମନ୍ତ୍ରୀକୁ ନିଜର ମନର ଭାବନା ପ୍ରକଟ କରିପାରୁଛନ୍ତି, ଏବଂ ପ୍ରତ୍ୟେକ ପଞ୍ଚାୟତରେ, ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ବ୍ଲକରେ ଆଜି ଅଭିଯୋଗ ଶୁଣାଣି ଚାଲିଛି।
ଏହା କ'ଣ ସିଧାସଳଖ ଅଭିଯୋଗ ଶୁଣା ନୁହଁ କି? ଆଉ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସରକାର ସେ ଆସି ଲୋକମାନଙ୍କ ପାଖରେ ବସିଯାନ୍ତି, କିନ୍ତୁ ଲୋକ କୁହନ୍ତି ମୁଖ୍ୟମନ୍ତ୍ରୀ ପଦବୀର ଗାରିମା ରକ୍ଷା କରୁନାହାନ୍ତି। କଥାଟିକୁ ଆପଣ କ'ଣ କହିବେ? ଶୁଣନ୍ତୁ, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସିଏ ମୁଖ୍ୟମନ୍ତ୍ରୀ ହୋଇଥାଇ ପାରନ୍ତି, କିନ୍ତୁ ସେ ହେଉଛନ୍ତି ମୁଖ୍ୟ ସେବକ। ସେବକର କାମ ହେଉଛି ସେବା କରିବା। ଆପଣ ଯଦି ଗୋଟେ ମାଆକୁ ଯାଇ ଯଦି ପାଦ ଧରି ମୁଖ୍ୟମନ୍ତ୍ରୀ ଜୁହାର କରିପାରୁଛନ୍ତି, ସେ ତାଙ୍କ କର୍ତ୍ତବ୍ୟ ଲିଭାଉଛନ୍ତି। ସେଠି ପଦର କିଛି ଗାରିମା ନଥାଏ, ବ୍ୟକ୍ତିତ୍ୱର ଗାରିମା ଥାଏ। ତାଙ୍କର ଯୋଉ ଭଳିଆ ଉଚ୍ଚ କୋଟିର ବ୍ୟକ୍ତିତ୍ୱ, ତାଙ୍କ ପଦକୁ ପଛରେ ପକାଇ ତାଙ୍କର ଯୋଉ ବ୍ୟକ୍ତିତ୍ୱଟାକୁ ଯୋଉ ମୁଣ୍ଡ ନୁଆଇଛି ଗୋଟେ ବୁଢ଼ୀ ମା ଆଗରେ, ସେଇଟା ହେଉଛି ସବୁଠୁ ବଡ଼ ଜିନିଷ। ଆଉ ସେୟା କରୁଛନ୍ତି। ଯଦି ଦେଶର ମୁଖ୍ୟମନ୍ତ୍ରୀ ଯଦି ଗୋଟେ ଗରିବ ଲୋକର ଯଦି ହାତ ଧରି ନେଇ ତାଙ୍କ କାମଟା କରିଦିଅନ୍ତି, କହିଲେ ଯଦି ପଦର ଯଦି ଗାରିମା ହଉଯାଏ, ତାହେଲେ ସେଇଭଳିଆ ପଦର ଗାରିମା ବାରମ୍ବାର ହବାର ଆବଶ୍ୟକ ଅଛି। ଆପଣଙ୍କୁ ଯଦି ସୁଯୋଗ ମିଳେ ତେବେ ଆପଣ କେବେ ବଦଳି ଯିବେନି ତ? ବଦଳିବାର ପ୍ରଶ୍ନ ହିଁ ଉଠୁନି। କାହିଁକି ବଦଳିବୁ? ଆମେ ତ ଏଇଭଳିଆ ଏକ ବିଚାରଧାରାର ଲୋକ ଯିଏକି ଏବେ କଥାକୁ ରଖିବା ପାଇଁ ଆମେ ରାଜନୀତିକୁ ଆସିଛୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର କେଉଁ ସବୁ ଗୁଣ ଆପଣଙ୍କୁ ତାଙ୍କର ଆଦର୍ଶବାନ ବ୍ୟକ୍ତିତ୍ୱ ବନେଇ ପାରିଛି? ପ୍ରଧାନମନ୍ତ୍ରୀଙ୍କର ପ୍ରତ୍ୟେକ ଗୁଣ, ପ୍ରତ୍ୟେକ କାର୍ଯ୍ୟ, ସେ ଯେତେବେଳେ କହିଦିଅନ୍ତି ମୁଁ ଦେଶର ପ୍ରଧାନ ସେବକ, ତାହାଠୁ ଆଉ ବଡ଼ ବୋଧେ ଆଦର୍ଶ ଆଉ କିଛି ନୁହେଁ। ଯିଏ ଦେଶର ପ୍ରଧାନମନ୍ତ୍ରୀ, ଆପଣ ଦେଖନ୍ତୁ, ଯିଏ ପ୍ରଧାନମନ୍ତ୍ରୀ ହଉଥିଲା ଭାରତବର୍ଷରେ, ସିଏ ଭାରତଟା ମୋର ଗୋଟେ ବାପାର ଜାଗା ଭାବୁଥିଲା, ମୋର ନିଜର ଗୋଟେ ସମ୍ପତ୍ତି ଭାବୁଥିଲା। ତାକୁ ପ୍ରଧାନମନ୍ତ୍ରୀ କହି ତାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଲା ପରେ ସେମାନଙ୍କୁ ବୁଝେଇ ଦେଇଛନ୍ତି ଯେ ଦେଶ କାହା ବାପାର ନୁହଁ, ଦେଶ ହେଉଛି ଦେଶବାସୀଙ୍କର। ଏବଂ ଦେଶର ଯୋଉଭଳି ଯୋଉ ଘୁଷପେଟି ଥିଲା ତାକୁ ଚାଲିଛି। ଦେଖନ୍ତୁ, ଆମର ଯେତେବେଳେ ୱେଷ୍ଟବେଙ୍ଗଲରେ ସରକାର ଆସିଛି, ଯେତେବେଳେ ଆପଣ ଦେଖୁଛନ୍ତି ବର୍ଡରରେ କିପରି ଭାବେ ଲାଇନ୍ ଅଛି, ଦେଶ ଦେଶର ହିତ ପାଇଁ ଯୋଉ ପଦକ୍ଷେପ ନେବାକୁ ପଡ଼ିବ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନେବେ। ମୋହନ ମାଝୀ ନା ନରେନ୍ଦ୍ର ମୋଦୀ ଆପଣଙ୍କ ଆଦର୍ଶ? ଦୁଇ ଜଣ ଯାକ ମୋ ଆଦର୍ଶ। କେଉଁଭଳି ଗୁଣକୁ ଆପଣ ଆଦର୍ଶ ମାନନ୍ତି? ସେବା ସମର୍ପଣ ମନୋଭାବ ଯାହା ପାଖରେ ଅଛି ସେ ଆଦର୍ଶ ହୋଇଥାଇପାରେ। ଏବଂ ଭାରତୀୟ ଜନତା ପାର୍ଟିରେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସେବା ସମର୍ପଣ ମନୋଭାବ ନେଇ କାମ କରନ୍ତି। ତେଣୁକରି ସମସ୍ତେ ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ କାର୍ଯ୍ୟକର୍ତ୍ତା, ପ୍ରତ୍ୟେକ ନେତୃତ୍ୱ ମଧ୍ୟ ମୋର ନୀତି ଆଦର୍ଶ। ରାଜନୀତି ନା ସମାଜସେବା, ପ୍ରଥମେ କେଉଁଟାକୁ ଦେଖିବେ? ପ୍ରଥମେ ସମାଜସେବା। ଲୋକଙ୍କ କାର୍ଯ୍ୟ କ'ଣ ସତରେ ହେଇପାରୁଛି? ନିହାତି ଭାବରେ ହେଉଛି। ଜ୍ୱଳନ୍ତ ଉଦାହରଣ କ'ଣ ଦେବେ ଲୋକଙ୍କ କାର୍ଯ୍ୟ ବର୍ତ୍ତମାନ ସମୟରେ? ଆଜି ଦେଖନ୍ତୁ, ଅନଲାଇନ୍ ମାଧ୍ୟମରେ ଯୋଉ ମାଆ ମାନେ ବୃଦ୍ଧାମାନେ ବିଧବା ମାଆଟି ଟଙ୍କା ପାଇବା ପାଇଁ ଯେଉଁ ନମ୍ବର ଲଗାଉଥିଲା, ଆଜି ସିଧାସଳଖ ବ୍ୟାଙ୍କରେ ଯାଉଛି। ସେୟା କ'ଣ ଲୋକଙ୍କ କାମ ନୁହଁ କି? ଏଇ ସୁନା ଆଉ ହୀରାର ପାର୍ଥକ୍ୟ କ'ଣ ସତରେ? ଶୁଣନ୍ତୁ, ସେଇଟା ଲୋକ କୁହନ୍ତିନି, କିଛିଟା କାର୍ଯ୍ୟକର୍ତ୍ତା ସେମାନେ କୁହନ୍ତି। ସୁନା ଆଉ ହୀରା ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ। ହୀରା ଜାଗାରେ ଠିକ୍ ଅଛି, ସୁନା ଜାଗାରେ ଠିକ୍ ଅଛି, ମୋହନ ମାଝି ଜାଗାରେ ଠିକ୍ ଅଛି। ଭାରତୀୟ ଜନତା ପାର୍ଟି ଏବଂ ଅନ୍ୟ ରାଜନୈତିକ ଦଳ ମୂଳ ପାର୍ଥକ୍ୟ କ'ଣ? ମୂଳ ପାର୍ଥକ୍ୟ ହେଉଛି ଭାରତୀୟ ଜନତା ପାର୍ଟି ହେଉଛି ଦେଶ ରାଷ୍ଟ୍ର ପ୍ରଥମ ହେଉଛି ରାଷ୍ଟ୍ରବାଦୀ। ତେଣୁକରି ଭାରତୀୟ ଜନତା ପାର୍ଟି ବାଟିରେ ଆଉ ଯେଉଁ ଆଞ୍ଚଳିକ ଦଳ ହଉ, ଜିଲ୍ଲା ଦଳ ହଉ, ନିଜ ନିଜ ବ୍ୟକ୍ତିତ୍ୱ ପାଖରେ ସୀମିତ। ତେଣୁକରି ଭାରତୀୟ ଜନତା ପାର୍ଟି ଭାବରେ ବହୁତ ଡିଫରେଣ୍ଟ। ଗ୍ରାମାଞ୍ଚଳ ରାଜନୀତିକୁ କୁହନ୍ତୁ ଏବଂ ରାଷ୍ଟ୍ର ସ୍ତରର ରାଜନୀତି, ଏହି ଦୁଇଟି ମଧ୍ୟରେ ଯେଉଁ ସବୁ ଯୋଜନା ଗୁଡ଼ିକ ଆସେ ସେସବୁ ପଞ୍ଚାୟତ ସ୍ତରରେ ଫସର ଫାଟିଯାଏ, ଏହା କ'ଣ ସତ? ଶୁଣନ୍ତୁ, ଗୋଟେ ସରକାର ଥିଲା ଫସର ଫାଟୁଥିଲା, କିନ୍ତୁ ଏବେ ସରକାରରେ ଏଇଭଳିଆ ଫସର ଫାଟିବାର ସମ୍ଭାବନା ହିଁ ନାହିଁ। ଏବଂ ଯାହା ରାଜନୀତି ହୁଏ କେନ୍ଦ୍ରରେ, ତାହା ବି ରାଜନୀତି ହୁଏ ପଞ୍ଚାୟତରେ। ତେଣୁକରି ସିଧାସଳଖ କେନ୍ଦ୍ର ଯୋଜନା ପଞ୍ଚାୟତକୁ ପହଞ୍ଚେ। ଆପଣ ବିଗତ ଦିନରେ ଶୁଣିଥିବେ, ଯେତେବେଳେ କଂଗ୍ରେସର ସରକାର ଥିଲା, କଂଗ୍ରେସର ସେତେବେଳର ପ୍ରଧାନମନ୍ତ୍ରୀ କହୁଥିଲେ ଯେତେବେଳେ ମୁଁ ଏଇଠୁ ପଠାଉଛି 100 ଟଙ୍କା, ତଳ ସ୍ତରକୁ ପହଞ୍ଚିଲା ବେଳେ ସେଇଟା 30 ଟଙ୍କା ହେଇଯାଉଛି। ସେ ନିଜେ କହୁଥିଲେ। ଆଜି ସେଇଭଳିଆ ବ୍ୟବସ୍ଥା ନାହିଁ, ସମ୍ମାନ ସିଧାସଳଖ ଯାଉଛି ଟଙ୍କା ଖାତାକୁ। ଲୋକଙ୍କ ସରକାର, ମୋହନ ସରକାର, ଉକ୍ତିଟି କେତେ ଦୂର ଯୁକ୍ତିଯୁକ୍ତ? ନିହାତି ଭାବରେ। ଯେତେବେଳେ ଲୋକମାନେ ଆସୁଛନ୍ତି, ଲୋକମାନେ ନିଜର ନେତାକୁ ମିଶି ପାରୁଛନ୍ତି, ନିଜର ପୁଅକୁ ମିଶି ପାରୁଛନ୍ତି, ନିଜର ସେବକୁ ମିଶି ପାରୁଛନ୍ତି ସିଧାସଳଖ ଭାବରେ, କୌଣସି ପ୍ରତିବନ୍ଧକ ନଥାଇ। ବିଗତ ସରକାରରେ ଆପଣ ଦେଖିବେ ନବୀନ ପଟ୍ଟନାୟକଜୀଙ୍କୁ ନିଜ ଦଳର ମନ୍ତ୍ରୀମାନେ ମିଶି ପାରୁଥିଲେ କି?
ତ ସେ ଲୋକ କଣ ସରକାର ନିଜ ମନ୍ତ୍ରୀଙ୍କୁ ଯେ ମିଶି ପାରୁନଥିଲେ ଏବେ ଲୋକମାନେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ମିଶି ପାରୁଛନ୍ତି ତାହେଲେ ନିହାତି ସେଇଟା ଲୋକଙ୍କ ସରକାର, ଲୋକଙ୍କ କାମ ହେଉଛି, ଲୋକଙ୍କ ସିଧାସଳଖ ଲୋକ ଏ କଥା କହୁଛନ୍ତି। ରାଜନୀତି ଆଉ ଆପଣଙ୍କ ପରିବାର ଏ ଭିତରେ ନେଇ କେବେ କେବେ କିଛି ସମସ୍ୟା ସୃଷ୍ଟି ହେଇନି? ନା, ଆମ ପରିବାରରେ ମୋତେ ବହୁତ ସହଯୋଗ କରନ୍ତି, ଆମକୁ ମୋତେ ମଧ୍ୟ ବହୁତ ସପୋର୍ଟ କରନ୍ତି। ଯେହେତୁ ଲୋକମାନଙ୍କ କାମ କରାଯାଉଛି, ଲୋକମାନଙ୍କ ସେବାରେ ଆମେ ନିୟୋଜିତ ହେଉଛୁ, ପରିବାର ମଧ୍ୟ ଆମ ପାଇଁ ଗର୍ବ ଅନୁଭବ କରୁଛନ୍ତି। ତାଠୁ ବହୁତ ବଡ଼ ଗର୍ବ ଅନୁଭବ ମୁଁ ନିଜେ କରେ ଯେ ମୁଁ ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ମୁଁ ସେବା ଯୋଗାଇ ପାରୁଛି ଲୋକମାନଙ୍କୁ, ସବୁଠୁ ବଡ଼ ଗର୍ବ ଅନୁଭବ କରେ। ସାନଖେମୁଣ୍ଡି ଅଞ୍ଚଳରେ ବିଜେପି ସରକାର ଆସିବ ଭରସା ରହିଛି? ନିହାତି ଭାବରେ ଆସିବ, ନିହାତି ଆସିବ, ଏଇଟା ନ ଆସି ରହିବନି। ଲୋକମାନଙ୍କର କେତେ ଦୂର ବିଶ୍ୱାସ ଅଛି? ଲୋକମାନେ ଚାହୁଁଛନ୍ତି ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା, ସ୍ଥାନୀୟ ନେତାର ନେତୃତ୍ୱକୁ ଆଧାର କରି ଗୋଟେ MLA ଜିତେ। ନରେନ୍ଦ୍ର ମୋଦିର ଲୋକପ୍ରିୟତା ଅଛି, ସ୍ଥାନୀୟ ନେତା ନେତୃତ୍ୱକୁ ଆଧାର କରି ଭାରତୀୟ ଜନତା ପାର୍ଟି ନିହାତି ଭାବରେ ବିଧାୟକ ଜିତିବ। ଧନ୍ୟବାଦ। ଆଜିର ଆଲୋଚନାକୁ ଏଇଠି ସମାପ୍ତ କରୁଛୁ। ପୁଣି ଏକ ଅଧ୍ୟାୟରେ ଭେଟିଦେବା, ନୂଆ ବ୍ୟକ୍ତିତ୍ୱ, ନୂଆ ପ୍ରତିଭା, ନୂଆ ପରିଚୟ। ଜୟ ଜଗନ୍ନାଥ।